ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା କେବେ ମିଳିବା ଆଉ ଯେନ୍ମାନେ ନୂଆ ଆବେଦନ କରିଥିଲେ ସେମାନଙ୍କର ପ୍ରଥମ କିସ୍ତି ଟଙ୍କା କେବେ ମିଳିବା ସେ ବିଷୟରେ এই ভিডিওରେ ଆମେ ଜାଣିବା। ଦେଖୁନ୍ ଆପଣ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ହିଁ ଯେନ୍ ନୂଆ ଆବେଦନଟା ପୋର୍ଟାଲ ଷ୍ଟାର୍ଟ ହେଇଥିଲା ସେଟା ବନ୍ଦ ହେଇଛେ। ଆଉ ବନ୍ଦ ହେଲା ପରେ ଯେନ୍ମାନେ ଆବେଦନ କରିଥିଲେ ସେମାନଙ୍କ ମନରେ ଗୋଟେ ପ୍ରଶ୍ନ ଯେ ସେମାନେ ତାଙ୍କର ପହିଲା କିସ୍ତି ଟଙ୍କା କେବେ ପାଇବେ ବୋଲିକରି। ଆପଣ ଜାଣିଥିବେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳି ସାରିଛେ। ଯେନ୍ ହିତାଧିକାରୀମାନେ ଯୋଗ୍ୟ ଥିଲେ ଆଉ ଯେନ୍ମାନେ ଅଯୋଗ୍ୟ ଥିଲେ ଆପଣ ଜାଣିଥିବେ ସେମାନେ କଟି ଯାଇଥିଲେ। ଆଉ ଯେନ୍ମାନେ ଭୁଲରେ କଟି ଯାଇଥିଲେ ସେମାନେ ଅଭିଯୋଗ କେନ୍ତା କରିଦେବେ ସେ ବିଷୟରେ ମୁଁ ବତେଇଥିଲି। ତ ଆପଣ ଯଦି ଗୋଟେ ଯୋଗ୍ୟ ଆଉ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ କିସ୍ତି ପାଇ ସାରିଲେ ନା ବୋଲେ ଚତୁର୍ଥ କିସ୍ତି ଟଙ୍କା ଆପଣ କେବେ ପାଇବେ ବୋଲିକରି ଭାବୁଛନ୍ ବୋଲେ ଦେଖୁନ୍ ଯେ ଆପଣ ଜାଣିଥିବେ ଯେ ବର୍ଷକୁ ଦୁଇଟା କିସ୍ତିରେ ଦିଆଯାଉଛି 5,000 ସୁଭଦ୍ରା ଟଙ୍କା, ଯେନ୍ଟାକି ପ୍ରତି 6 ମାସ ଥରେ ଯଦି ହିସାବ କରିବେ ବୋଇଲେ ଆପଣଙ୍କୁ ଆଗାମୀ ଯେନ୍ ବର୍ଷରେ ସରକାର ବି କହିଛନ୍ତି ଯେ ଜାନୁଆରୀର ପ୍ରଥମ କିସ୍ତିରେ ପ୍ରଥମ ସପ୍ତାହରେ ତାଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବା ବୋଲି କୁହାଯାଇଛି। ମାନେ ବର୍ଷର ପହିଲା କିସ୍ତି ମାନେ ଆପଣ ଯେନ୍ମାନେ 3 ପାଇଛନ୍ତି ପ୍ରଥମ ପହିଲା କିସ୍ତି ଯେନ୍ଟା କେବେ ଷ୍ଟାର୍ଟ ହେବା ଜାନୁଆରୀରେ ଷ୍ଟାର୍ଟ ହେବା। ତ ଯେନ୍ମାନେ ତୃତୀୟ କିସ୍ତି ପାଇଛନ୍ତି ତାଙ୍କର ଚତୁର୍ଥ କିସ୍ତି ଟଙ୍କା କେବେ ପାଇବେ ତାଙ୍କର ଜାନୁଆରୀ ପ୍ରଥମ ସପ୍ତାହରେ ସେମାନେ ଚତୁର୍ଥ କିସ୍ତି ଟଙ୍କା ପାଇବେ। ଆଉ ଯେନ୍ମାନେ ନୂଆ ଆବେଦନ କରିଛନ୍ ସେମାନଙ୍କୁ ବି ସରକାର ସେ ଜାନୁଆରୀର ପ୍ରଥମ ସପ୍ତାହରେ ହିଁ ଦେବେ ବୋଲି କହିଛନ୍। କାଁ କରି ବୋଲେ ଆପଣ ଜାଣିଥିବେ ଯେ ସୁଭଦ୍ରା ଯେନ୍ ଆମର ଷ୍ଟାର୍ଟ ହେଇଛି ସେଟା ଏନ୍ତା ଜାଣିଥିବେ ଯେ ବହୁତ ମହିଳା ଲାଗି ସହଯୋଗୀ ହେଉଛି ଯେନ୍ମାନେ କି ଏ ପଇସାକେ ନେଇକରି କିଛି ନା କିଛି ଘରେ କାର୍ଯ୍ୟକାରୀ ହେଉଛନ୍ ଆଉ ମହିଳାମାନଙ୍କୁ ସଶକ୍ତିକରଣ ଲାଗି ବହୁତ ସହଯୋଗ ହେଉଛି। ଯାହାଦ୍ୱାରା କି ପରିବାରର ଆର୍ଥିକ ଯେନ୍ମାନଙ୍କର ଦୁର୍ବଳ ଅଛି ସେମାନେ ସେ ପଇସାକେ ନେଇକରି କିଛି ନା କିଛି ରୋଜଗାର ସେନୁ ପଇସା କିଛି କରିକିନା ଛୋଟ ମୋଟ ବ୍ୟବସାୟ କରିକିନା ସେମାନେ ପଇସା କରୁଛନ୍। ତ ସେଥିର୍ଲାଗି ଆପଣ ଇ ଯେନ୍ ପହିଲା ଆବେଦନ କରୁଛନ୍ ଯେନ୍ମାନେ ଫ୍ରେସର ବର୍ତ୍ତମାନ ଆବେଦନ କରୁଛନ୍ ତ ସେମାନେ ବି ଆଗାମୀ ଜାନୁଆରୀ ପ୍ରଥମ ସପ୍ତାହରେ ହିଁ ସେମାନେ ତାଙ୍କର ଟଙ୍କାଟା ପାଇବେ। ଆଉ ଏଇଟା ସବୁ ହିତାଧିକାରୀମାନେ ପାଇବେ ଯେନ୍ମାନେ କି ଯୋଗ୍ୟ ହେବେ। ଆଉ ଯେନ୍ମାନେ ଅଯୋଗ୍ୟ ଥିବେ ଅଟୋମେଟିକ୍ ସେମାନେ ବାଦ ପଡ଼ବେ। ଆଉ କେନ୍ତା କରି ଚେକ୍ କରିବେ ଆପଣ ନିଜରଟା ଆବେଦନଟା କହିଦେଉଛେ ଯେ ଆପଣ ଇନିକେ ଯିବେ ଆଉ ଆବେଦନ ସ୍ଥିତିରେ କ୍ଲିକ୍ କରିକିନା ଆବେଦନ ସ୍ଥିତିରେ ଯେତେବେଳେ କ୍ଲିକ୍ କରିବେ ଆପଣ ଏନ୍ତା ଆଗକୁ ଯେତେବେଳେ ଆଇବା ଆଗକୁ ଆଇଲା ପରେ ଦେଖିବେ ଇନେ ଆପଣଙ୍କର ଆଧାର ନମ୍ବର ମାଗିছে ଆଧାର ନମ୍ବର ଦେଇକରି ଇନେ ଷ୍ଟିକ୍ ଆଉଟ୍ କଲା ପରେ ଲଗ୍ଇନ୍ କଲା ପରେ ଆପଣଙ୍କର ମୋବାଇଲରେ ଗୋଟେ OTP ଆଇବା ଆଉ ସେ OTP ଯେତେବେଳେ ଦେଇଦେବେ ଆପଣଙ୍କ ଡିଟେଲ୍ସଟା ଜାଣିପାରିବେ। ଆଉ ଯେନ୍ମାନେ ଅଯୋଗ୍ୟ ଅଛନ୍ କଟି ଯାଇଛନ୍ ସେନ ବି ଲେଖି ନେବା ଯେ ଆପଣ କାଁଥିଲାଗି କରିଯାଇଛନ୍ ବୋଲି। ତ ସୁଭଦ୍ରାର ଚତୁର୍ଥ କିସ୍ତି ଜାନୁଆରୀ ପ୍ରଥମ ସପ୍ତାହ ମିଳିବା ଆଉ ଯେନ୍ମାନେ ନୂଆ ଆବେଦନ କରୁଛନ୍ ସେମାନଙ୍କର ପ୍ରଥମ କିସ୍ତି ଟଙ୍କା ବି ଜାନୁଆରୀ ପ୍ରଥମ ସପ୍ତାହରେ ମିଳିବା। ତ ସେମାନେ କେତେ ଟଙ୍କା ପାଇବେ ଯେନ୍ମାନେ ନୂଆ ଆବେଦନ କରିଛନ୍ ସେମାନେ ଥରେକେ ଦୁଇଟା କିସ୍ତି ପାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଯେନ୍ଟାକି ଦୁଇଟା କିସ୍ତି ମାନେ 10,000 ଟଙ୍କା ସେମାନେ ପାଇପାରିବେ। ଆଉ ଯେନ୍ମାନେ ଚତୁର୍ଥ କିସ୍ତି ପାଇବେ ଯେମାନେ ତ ଆଗରୁ 5,000 କରି 3 ଥର ପାଇ ସାରିଲେ ନା ସେଥିଲାଗି ସେମାନେ ଆଉ 5,000 ଟଙ୍କା ସେମାନେ ପାଇବେ।